नमस्कार जय जगन्नाथ सांग माने गुड आफ्टरनून मु संजय कुमार मल्लिक आपण भाउज स्वागतिका मल्लिक आम यूट्यूब चैनल तरफ आपण मानक स्वागत जनाई आज आरंभ करुछु मजादार सुंदर ढग धमाल प्रश्न सांग माने भिडियोटी शेष पर्यंत देखंतु एवं मजा नियंतु आस आमे हसीबा अन्य मानकु हसाइबा ଯାହା ସାଙ୍ଗମାନେ ଆଜି ଭାଉଜଙ୍କୁ ହିସାବ ପତ୍ର ବିଷୟରେ କିଛି ପ୍ରଶ୍ନ ପଚାରୁଛି ଆପଣମାନେ ହିସାବ କରି କମେଣ୍ଟ ବକ୍ସରେ ଲେଖି ଦିଅନ୍ତୁ। ଯଦି ଆମ ଚ୍ୟାନେଲକୁ ନୂଆ ଆସିଥାନ୍ତି ସାଙ୍ଗମାନେ ଜଲ୍ଦି ସବସ୍କ୍ରାଇବ୍ କରି ଆପଣମାନଙ୍କ ପ୍ରିୟଜନଙ୍କ ପାଖକୁ ଟିକେ ଭିଡ଼ିଓଟିକୁ ସେୟାର କରନ୍ତୁ, ସେମାନେ ମଧ୍ୟ ଶିଖିପାରିବେ ଜାଣିପାରିବେ। ଏଥିରେ ଅନେକ କିଛି ଜେନେରାଲ ନଲେଜ ସହିତ ଆଧାରିତ। ଯାଉ ସାଙ୍ଗମାନେ ସମୟ ହେଇଗଲାଣି ଭାଉଜଙ୍କୁ ପଚାରିଦେବା, ଟିକେ ପାଖେଇ ଯିବା, ଭାଉଜ ପାଖକୁ ଟିକେ ମଜା ଆସିଯିବ। ଢଗ ଧମାଲ ପ୍ରଶ୍ନଟି ଷ୍ଟାର୍ଟ କରିଦେବା। କହିଲ ଦେଖି, ଯଦି 4 କିଲୋ ଆଳୁର ଦାମ 150 ଟଙ୍କା ହୁଏ ତାହେଲେ 100 ଗ୍ରାମ ଆଳୁର ଦାମ କେତେ ଟଙ୍କା ହେବ? ସାଙ୍ଗମାନେ ଯଦି 4 କିଲୋ ଆଳୁର ଦାମ 150 ଟଙ୍କା ହୁଏ ଆଳୁର ଦାମ କେତେ ଟଙ୍କା ହେବ? ସାଙ୍ଗମାନେ ଶୀଘ୍ର କମେଣ୍ଟରେ ଲେଖିକି ଜଣାଇ ଦିଅନ୍ତୁ। ଯାଉ ସାଙ୍ଗମାନେ ମୁଁ ପ୍ରଶ୍ନଟି କରିବା ଆଗରୁ ଭାଉଜ ଆପଣମାନଙ୍କୁ କହିଦେଲେ ଆପଣମାନେ ବୁଝିପାରୁଥିବେ। ସାଙ୍ଗମାନେ ଭାଉଜ ଏ ପ୍ରଶ୍ନର ଉତ୍ତର ତମେ କହିପାରିବ? ସାଙ୍ଗମାନେ ଭାଉଜ ଏ ପ୍ରଶ୍ନର ଉତ୍ତରଟି କହିପାରିବେନି, କିନ୍ତୁ ନିଜେ କହିଛନ୍ତି। ଆପଣମାନେ ହିସାବ କରି ଲେଖି ଦିଅନ୍ତୁ କମେଣ୍ଟ ବକ୍ସରେ। ସାଙ୍ଗମାନେ ଏଇଭଳି ମଜାଦାର ଢଗ ପ୍ରଶ୍ନ ଆମେ ଡେଲି ଅପଲୋଡ଼ କରୁଛୁ, ଆପଣମାନେ ଦେଖନ୍ତୁ, ମଜା ନିଅନ୍ତୁ। ଆପଣମାନଙ୍କ ପାଇଁ ଆମ କମେଣ୍ଟ ବକ୍ସଟି ସବୁବେଳେ ପାଇଁ ଖୋଲା ରଖିଛୁ, କିନ୍ତୁ ପୂରଣ କରିବା କାମ ହେଉଛି ଆପଣମାନଙ୍କର। ସାଙ୍ଗମାନେ ଏତିକି କ'ଣ ସାହାଯ୍ୟ ଆପଣ ଆମକୁ କରିବେନି? ଯାହା ହଉ ସାଙ୍ଗମାନେ ଆପଣଙ୍କ ସପୋର୍ଟ ଦ୍ୱାରା ଆମେ ଆସି ପହଞ୍ଚିଗଲୁଣୁ। ଆଉ ଅଳ୍ପ ବାଟ ବାକି ଅଛି, ଯେକି ସେ ବାଟକୁ ଛୁଇଁବାକୁ ହେଲେ ଆପଣମାନଙ୍କ ସାହାଯ୍ୟ ନିହାତି ଆବଶ୍ୟକ। ତାହେଲେ ସାଙ୍ଗମାନେ ଆପଣମାନେ ଜଲ୍ଦି ହିସାବ କରି କହିଦିଅନ୍ତୁ, ଯଦି 4 କିଲୋ ଆଳୁର ଦାମ 150 ଟଙ୍କା ହୁଏ 100 ଗ୍ରାମ ଆଳୁର ଦାମ କେତେ ଟଙ୍କା ହେବ? ସୁନ୍ଦର ପ୍ରଶ୍ନଟି ଭାଉଜଙ୍କୁ ପଚାରିଛି, ଭାଉଜ ମଧ୍ୟ କହିଛନ୍ତି। ଆପଣମାନେ କମେଣ୍ଟରେ ଦିଅନ୍ତୁ, କାରଣ ଏ କମେଣ୍ଟଟି ଆପଣମାନଙ୍କ ପାଇଁ। ଦେଖାଯାଉ ସାଙ୍ଗମାନେ, ଆପଣମାନେ ଆମର ବେଷ୍ଟ ଫ୍ରେଣ୍ଡ, କେବେ ହେଲେ ଅବହେଳା ନ କରି ଆପଣମାନେ କମେଣ୍ଟରେ ଦେବେ ବୋଲି ଏ ବିଶ୍ୱାସ ଆମର ରହିଅଛି। ତାହେଲେ ସାଙ୍ଗମାନେ ପ୍ରଥମ ଢଗ ପ୍ରଶ୍ନଟି ସରିଗଲା, ଆସ ଆମେ ଚାଲିଯିବା ସେଇ ସେକେଣ୍ଡ ଢଗ ଧମାଲ ପ୍ରଶ୍ନକୁ। ସାଙ୍ଗମାନେ ଆପଣମାନେ ଆମ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ୱାଚ୍ କରୁଛନ୍ତି, ଆମକୁ ସପୋର୍ଟ ଦେଇଥିବାରୁ ଆପଣମାନଙ୍କୁ ଅନେକ ଅନେକ ଆମ ତରଫରୁ ଧନ୍ୟବାଦ। ନା କ'ଣ କହୁଛ, ନା ଆଉ କ'ଣ କିଛି କହିବ? ସାଙ୍ଗମାନେ ତାହେଲେ ଆମେ ଚାଲିଯିବା ସେକେଣ୍ଡ ଢଗ ଧମାଲ ପ୍ରଶ୍ନଟିକୁ ପଚାରିଦେବା। ଏବେ ଟିକେ ମହଙ୍ଗା ହେଇଗଲାଣି ମଟନ କେଜି, ସେଇ ମଟନ ବିଷୟରେ ପଚାରିଦେବା। ଭାଉଜ କ'ଣ ହିସାବ କରି କହିବେ? ସାଙ୍ଗମାନେ ଯଦି ଭାଉଜ ନ କହିପାରିଲେ ଆପଣମାନେ ନିଶ୍ଚିତ କମେଣ୍ଟରେ ଦିଅନ୍ତୁ। ଏଇଭଳି ମଜାଦାର ଢଗ ଧମାଲ ପ୍ରଶ୍ନ ଆମେ ଡେଲି ଅପଲୋଡ଼ କରିବୁ, କାରଣ ଆପଣମାନଙ୍କ କମେଣ୍ଟ ଆସିଲେ ଆମେ ବହୁତ ଖୁସି ଲାଗୁଛି। ଯାହା ହଉ ସାଙ୍ଗମାନେ କମେଣ୍ଟ ଦେଉଛନ୍ତି, ଆମକୁ ମଜା ଆସୁଛି। ନେକ୍ସଟ ଦିନ ଭିଡ଼ିଓ ବନାଇବା ପାଇଁ ଜଲ୍ଦି ବନାଇବା ପାଇଁ ଖୁସି ଲାଗୁଛି। ଆଜି ବନେଇବା, ବହୁତ କମେଣ୍ଟ ଆସିବ, ସାଙ୍ଗମାନେ ଆମକୁ କମେଣ୍ଟ ଦେବେ। ଯାହା ସାଙ୍ଗମାନେ ଯଦି 1 କେଜି ମଟନର ଦାମ 840 ଟଙ୍କା ହୁଏ 50 ଗ୍ରାମ ମଟନର ଦାମ କେତେ ଟଙ୍କା ହେବ? ସାଙ୍ଗମାନେ ଯଦି 1 କେଜି ମଟନର ଦାମ 840 ଟଙ୍କା ହୁଏ ତେବେ 50 ଗ୍ରାମ ମଟନର ଦାମ କେତେ ଟଙ୍କା ହେବ?
ଏ ପ୍ରଶ୍ନର ଭାଉଜ ଆମର ଉତ୍ତର ଦେବେ। ଭାଉଜ ଯଦି ଦେବେ ଭାଉଜ ନାହିଁ। ନ କହିପାରିଲେ ସାଙ୍ଗମାନେ ଆପଣମାନେ ଉତ୍ତର କମେଣ୍ଟରେ ଦେବେ। ଭାଉଜ କହିବାର କିଛି ଆବଶ୍ୟକ ଏ ଭାଉଜ ସୁନା ଭାଉଜ ସଜ ହେଇ ବସିଛ ମୋ ପାଖରେ ଭାଉଜ। ଟିକେ ଭାଉଜଙ୍କ ପାଖରେ ସମୟ କାଟିବା, ମଜା ଆସିଯିବ। ଦେଖନ୍ତୁ ସାଙ୍ଗମାନେ, ଏଇଭଳି ମଜାଦାର ଢଗ ପ୍ରଶ୍ନ ଦେଖନ୍ତୁ, ମଜା ନିଅନ୍ତୁ, ଢଗ ପ୍ରଶ୍ନର ଉତ୍ତର ଦେଉଥାନ୍ତୁ, ଆମେ ଦେଖୁଥାଉ, ଆମେ ରିପ୍ଲାଏ ଦେଉଥାଉ, କିନ୍ତୁ ମଜା ଆସୁଥାଉ। ସାଙ୍ଗମାନେ 2ଟି ପ୍ରଶ୍ନ ମୁଁ କରିଥିଲି। ଭାଉଜ ଆମର କ'ଣ ପ୍ରଶ୍ନ ପଚାରି ପାରନ୍ତି ଭାବିଛନ୍ତି? ଦେଖିନେବା, କିଛି ନାହିଁ। ତାର ସାଙ୍ଗମାନେ ଆପଣମାନଙ୍କୁ ମୁଁ ଆଉ ଥରେ କହିଦେଉଛି, ଭଲ ଭାବରେ ଚିନ୍ତା କରି ହିସାବ କରିକି ଦେବେ। ଯଦି 1 କେଜି ମଟନର ଦାମ 840 ଟଙ୍କା ହୁଏ, ତାହେଲେ 50 ଗ୍ରାମ ମଟନର ଦାମ କେତେ ଟଙ୍କା ହେବ? ଏ ପ୍ରଶ୍ନଟି ବହୁତ ସୁନ୍ଦର ଅଛି। ଆପଣମାନେ ହିସାବ କରନ୍ତୁ, ଶୀଘ୍ର ପାଇଯିବେ। କାରଣ ଆମେ ଚାହୁଁ ଆମ ଫ୍ରେଣ୍ଡମାନେ ଜିତନ୍ତୁ ଏବଂ କମେଣ୍ଟରେ ଦିଅନ୍ତୁ। ଏମିତି ପ୍ରଶ୍ନ ରଖିଛୁ, କିଛି ଟିକେ ଡିଫିକଲ୍ଟ ହୋଇପାରିବ ମଧ୍ୟ, କିନ୍ତୁ ଆପଣମାନେ ହିସାବ କରି କୁହନ୍ତୁ। ଭାଉଜ ରହିଲେ ହିସାବରେ, କିନ୍ତୁ ଭାଉଜ ଯଦି ଜାଣିପାରନ୍ତି କିନ୍ତୁ କହିବେ ନାହିଁ, କିନ୍ତୁ ହିସାବ କରନ୍ତୁ। ଦେଖିବା ଭାଉଜ ହେଇ ଚାଲିଲା। 50 ଗ୍ରାମ ମଟନର ଦାମ କେତେ ଟଙ୍କା ହେବ? ଆପଣମାନେ କମେଣ୍ଟରେ ଜଣାନ୍ତୁ। ସାଙ୍ଗମାନେ, ଆଜି ମଜାଦାର ଢଗ ପ୍ରଶ୍ନଟି ଆପଣଙ୍କ ମନ ଛୁଆଁ ହୋଇଛି ବୋଲି ଆମେ ବିଶ୍ୱାସ ରଖିଛୁ। ତାହେଲେ ସାଙ୍ଗ କ'ଣ କହୁଛନ୍ତି? 210, 450? ସାଙ୍ଗମାନେ, ଭାଉଜ ଆମର 250କୁ ଧରିଲେଣି, ତାପରେ 100 ଧରିବେ, 50 ଧରିବେ, କିନ୍ତୁ ଏତେ ସମୟ ନେବ କିଏ ଉତ୍ତର ପାଇବାକୁ ହେଲେ? ଆପଣମାନେ ଶୀଘ୍ର ଲେଖି ଦିଅନ୍ତୁ ନା ସାଙ୍ଗମାନେ। ଆପଣମାନଙ୍କ ସପୋର୍ଟ ଆମ ପାଇଁ ବହୁତ ଆବଶ୍ୟକ। ଆମେ ଜାଣୁ ସାଙ୍ଗମାନେ, ଆପଣ ସେହି ଲୋକ ଯେଉଁ ଲୋକ ଆମକୁ, ଭାଉଜଙ୍କୁ, ମୋତେ ଏଇ ଯେଉଁ ଜିରୋଟା ବନିଛି, ଜିରୋରୁ ହିରୋ ବନେଇ ଦେବାର ସାହାଯ୍ୟ କିନ୍ତୁ ଆପଣମାନେ କରିପାରିବେ। ଆମେ ଜାଣିଛୁ ସାଙ୍ଗମାନେ, କାରଣ ସାହାଯ୍ୟ କରି ଆସିଛନ୍ତି, ଆମେ ଦେଖୁଛୁ ନା। କ'ଣ ଆଉ କ'ଣ କିଛି କୁହ? 100 ଗ୍ରାମ କେତେ ପଡ଼ିବ? ଦେଖନ୍ତୁ, ଭାଉଜ ହିସାବ ପାଇନାହାନ୍ତି। ସାଙ୍ଗମାନେ ପ୍ଲିଜ୍, ଆପଣମାନେ କ'ଣ ଭାଉଜଙ୍କୁ ଭଲ ପାଉନାହାନ୍ତି? ଆପଣମାନେ କମେଣ୍ଟରେ ଲେଖିଦିଅନ୍ତୁ ନା। ଆପଣଙ୍କ କମେଣ୍ଟ ଆମ ପାଇଁ ବହୁତ ମୂଲ୍ୟବାନ ସାଙ୍ଗମାନେ। ଯାହା ହଉ ସାଙ୍ଗମାନେ, ଆପଣମାନେ ଆମକୁ ସପୋର୍ଟ କରିଥିବାରୁ ଅନେକ ଧନ୍ୟବାଦ। ଡେଲି ଆମେ ଏଇଭଳି ଜେନେରାଲ ନଲେଜ ସହିତ ଆଧାରିତ ସାଧାରଣ ଜ୍ଞାନ, ଢଗ, ଧମାଲ ପ୍ରଶ୍ନ ଆମେ ଅପଲୋଡ଼ କରୁଛୁ। ଆପଣମାନେ ଦେଖନ୍ତୁ ସାଙ୍ଗମାନେ, ମଜା ନିଅନ୍ତୁ। କିନ୍ତୁ ଏତିକି ରିକ୍ୱେଷ୍ଟ ସାଙ୍ଗମାନେ, ଯଦି ଆମ ଚ୍ୟାନେଲକୁ ନୂଆ ଆସିଥାନ୍ତି ତାହେଲେ ପ୍ଲିଜ୍ କରିଦିଅନ୍ତୁ ସବସ୍କ୍ରାଇବ୍, ଲାଇକ୍, କମେଣ୍ଟ, ସେୟାର। ବୁଝିପାରିଲେ ସାଙ୍ଗମାନେ? ଭାଉଜ ଭଲ ଭାବରେ କହିଦେଲେ। ଭାଉଜଙ୍କୁ ଖୁସି କରିବାକୁ ହେଲେ ଯେଉଁ ଜିନିଷଟି କହିଲେ ସେଇଟା କରିଦିଅନ୍ତୁ, ତାହେଲେ ଆପଣମାନେ ବହୁତ ଖୁସି ହେବେ, ଆମେ ବି ଖୁସି ହେବୁ। ଭାଉଜ ତ ଖାଲି ଖୁସି ଗୋଟେ ଗୀତ ଗାଇଦେବେ ନା କ'ଣ? ଗାଇବ? ଗାଇବେନି। ଦେଖନ୍ତୁ ସାଙ୍ଗମାନେ, ତାହେଲେ ସାଙ୍ଗମାନେ ଆପଣମାନେ କମେଣ୍ଟ ଦେଲା ପରେ ଭାଉଜ ଗାଇବେ ନା କ'ଣ? ଯାହା ହଉ ସାଙ୍ଗମାନେ, ତାହେଲେ ଆଉ କ'ଣ ସମୟ ହେଇଗଲାଣି ନା ଆଉ କ'ଣ କିଛି ପଚାରିବେ? ଭାଉଜ ତ କିଛି ପଚାରିବେ, ଭାଇ ତ ଗପରା। ଆପଣମାନେ ତ ଦେଖୁଛନ୍ତି ସାଙ୍ଗମାନେ, ଭାଇକୁ ବେଶୀ ଗପରା। କ'ଣ କରାଯିବ, ଗୋଟେ କଳାକାର ଆଉ ମୁଁ ତ ଗପି ଆଉ କ'ଣ କରାଯିବ? ତାହେଲେ ସାଙ୍ଗମାନେ, ଆଜି ଢଗ ଧମାଲ ପ୍ରଶ୍ନଟି ଆପଣଙ୍କ ମନ ଛୁଆଁ ହୋଇଥିବ ବୋଲି ଆମେ ବିଶ୍ୱାସ ରଖିଛୁ। ଆପଣମାନଙ୍କୁ କେମିତି ଲାଗିଲା ନିଶ୍ଚିନ୍ତ ଜଣାଇବେ। କିନ୍ତୁ 2ଟି ପ୍ରଶ୍ନ ଆପଣମାନଙ୍କ ପାଇଁ ସାଧା ଅଛି, କିନ୍ତୁ ଆପଣମାନେ ଲେଖିଦେଲେ କିନ୍ତୁ ସାଧାଟି ହେଇଯିବ। ଯଦି ନ ଲେଖିବେ କଷ୍ଟ ଆମେ ଜାଣିବୁ, ସାଙ୍ଗମାନେ ଉତ୍ତରଟି ପାଇଲେ ନାହିଁ। ସାଙ୍ଗମାନେ ଉତ୍ତର ପାଇବେ ନାହିଁ, ପାଇବେ, କିନ୍ତୁ ଆମ ପାଇଁ ସମୟ ଟିକେ କାଢ଼ି ଲେଖିଦିଅନ୍ତୁ। ସାଙ୍ଗମାନେ, ଆପଣମାନଙ୍କୁ କୌଣସି ମୂଲ୍ୟ ଦେବାକୁ ପଡ଼ିବ ନାହିଁ କି ଅଧିକ ସମୟ ଲାଗିବନି। ଏତିକି ରିକ୍ୱେଷ୍ଟ କ'ଣ ଆମର ରଖିବେନି? ନିଶ୍ଚିନ୍ତ ରଖିବେ ନା କ'ଣ କୁହନି? ସାଙ୍ଗମାନେ ଆମର ତ ରଖୁଛନ୍ତି, କାରଣ ଆମର ରିକ୍ୱେଷ୍ଟଟିକୁ ଆପଣମାନେ ରଖୁଛନ୍ତି। ଭାଉଜ କହୁଛନ୍ତି ଏ ଭରସା ରଖିଛନ୍ତି, କାରଣ କମେଣ୍ଟ ବକ୍ସ ଦେଖୁଛନ୍ତି ଡେଲି ନା। ଗୋଟେ କମେଣ୍ଟ ଆସିଲା ଖୁସି ହେଉଛନ୍ତି, ଗୋଟେ କମେଣ୍ଟ ଆସିଲା ଖୁସି ହେଉଛନ୍ତି। ସେଇଭଳି ଖାଲି ଗୋଟେ କମେଣ୍ଟ ଦିଅନ୍ତୁ। ସାଙ୍ଗମାନେ, ଆପଣମାନେ କେଉଁ ଜାଗାରେ ଅଛନ୍ତି, କେମିତି ଅଛନ୍ତି, ଭଲରେ ଥାଆନ୍ତୁ, ସେ ଜାଗା ନାଁ ଲେଖିଦିଅନ୍ତୁ। ଆମେ ଦେଖିବୁ କେଉଁ ଜାଗାରୁ ବେଶୀ କମେଣ୍ଟ ଆସୁଛି, ଆମ ସାଙ୍ଗମାନେ ରହିଛନ୍ତି ବେଶୀ।
ତାହେଲେ ରହିଲୁ ସାଙ୍ଗମାନେ, ଆଜି ସମୟ ହେଇଗଲାଣି ନା କ'ଣ କହୁଛ? ହଁ ତାହେଲେ ସେ ମହାପ୍ରଭୁଙ୍କୁ ଟିକେ ଦେଖେଇଦେବା। ମହାପ୍ରଭୁ ଏଇଠି ଅଛନ୍ତି, ଦେଖନ୍ତୁ ସାଙ୍ଗମାନେ ଆମ ପାଖରେ ଅଛନ୍ତି। ତାହେଲେ ସେଇ ମହାପ୍ରଭୁଙ୍କ ନାମ ନେଇ ଏବେ ଆମେ ରହିଲୁ ସାଙ୍ଗମାନେ। ଆଗାମୀ ଭିଡ଼ିଓକୁ ଅପେକ୍ଷା ରୁହନ୍ତୁ। ଜୟ ଜଗନ୍ନାଥ। ଜଗନ୍ନାଥ ନମସ୍କାର। ନମସ୍କାର।